କୁବ୍ଜା ଯେହେତୁ ଭଗବାନଙ୍କ ତିନି ପ୍ରକାର ପ୍ରସନ୍ନ ବିଧାନ କରିଥିଲେ। ପ୍ରଥମ ମଧୁର ବାକ୍ୟ ଦ୍ୱାରା ସମ୍ବୋଧନ କରିଥିଲେ। ଦ୍ୱିତୀୟତଃ କଂସର ଉଦ୍ଦେଶ୍ୟ ଯେ ସବୁ ସୁଗନ୍ଧି ଅଙ୍ଗ ବିଲୋପନ ଦ୍ରବ୍ୟ ନେଇଯାଉଥିଲେ ଆଉ ନିଜ ହାତରେ କୃଷ୍ଣ ବାଲଙ୍କ ଦେହରେ ଲଗାଇ ଦେଇଥିଲେ। ସେହିପରି ଡାଇରେକ୍ଟ ସେବା କରିବା ଯୋଗୁଁ ଭଗବାନ କୃଷ୍ଣ ତାଙ୍କ ତିନି ଜାଗା ବକ୍ରକୁ ସିଧା କରିଦେଇଥିଲେ। ମୁଖମଣ୍ଡଳ ଦେଖିବାକୁ ସୁନ୍ଦର କିନ୍ତୁ ଦେହ ବକ୍ର ହେଇଯାଇଥିଲା। ଦେହ ତିନି ଜାଗା ବକ୍ର, ବେକ ଦେଶ, ଛାତି ଦେଶ ଏବଂ ଅଣ୍ଟା ଦେଶ। ତ ଭଗବାନ କୃଷ୍ଣ ପ୍ରସନ୍ନ ହେଇ ତାକୁ ସିଧା କରି ଦେବା ଯୋଗୁଁ ଅତି ସୁନ୍ଦରୀ ରମଣୀରେ ପରିଣତ ହେଇଯାଇଥିଲା। ଅତି ସୁନ୍ଦରୀ ରମଣୀ ଯେତେ ପରିଣତ ହେଇଯାଇଥିଲେ ସେଇ ତ୍ରିବକ୍କା